ଚାଷ ଅଛି ଯାହାର ସବୁ ଖୁସି ତାହାର। ଯଦି ଦେଖିବା ଚାଷ ଲୋକଙ୍କୁ ଆନନ୍ଦ ଦେଇଥାଏ। ଆଜି ଆମେ ପହଞ୍ଚିଛୁ କଞ୍ଚାଲଙ୍କା କ୍ଷେତ୍ରରେ। କଞ୍ଚାଲଙ୍କା ଘରେ ଘରେ ଆବଶ୍ୟକ। ଯଦି ଦେଖିବା ପ୍ରତ୍ୟେକଙ୍କ ଘରେ କଞ୍ଚାଲଙ୍କା ନିହାତି ଭାବେ ଥିବ। ଔଷଧୀୟ ଗୁଣ ଭରପୁର ରହିଥିବା ଏହି କଞ୍ଚାଲଙ୍କା ସମସ୍ତଙ୍କୁ ଆବଶ୍ୟକତା ରହିଥାଏ। ହୋଟେଲ ଠାରୁ ଆରମ୍ଭ କରି ଘରେ ସମସ୍ତେ ପ୍ରତିଦିନ କଞ୍ଚାଲଙ୍କାକୁ ବ୍ୟବହାର କରିଥାନ୍ତି। ତ ଏଭଳି କଞ୍ଚାଲଙ୍କା ଚାଷ ଦେଖିବାକୁ ମିଳୁଛି ନୂଆଗାଁ ଏବଂ ଦାରିଙ୍ଗବାଡ଼ି ସୀମାନ୍ତ ଅଞ୍ଚଳ କନ୍ଦିବନ୍ଧା ଠାରେ। ଏକର ନୁହେଁ କି 2 ଏକର ନୁହଁ, 8 ଏକର ଜମିରେ 8 ଜଣ ମହିଳା ଏହି ଚାଷ କରିଛନ୍ତି। ସେମାନଙ୍କୁ ବର୍ତ୍ତମାନ ଏହି କଞ୍ଚାଲଙ୍କା ସଫଳତା ଦେଇଛି। ମାତ୍ର 3-4 ଦିନରେ ପାଖାପାଖି କୁଇଣ୍ଟାଲଟେ କଞ୍ଚାଲଙ୍କା ବିକ୍ରି କଲେଣି। ଏତେ ପରିମାଣର କଞ୍ଚାଲଙ୍କା ଅମଳ ହେଉଛି, ସେମାନଙ୍କ ପକ୍ଷେ ନିୟମିତ ଭାବେ ତୋଳି ମାର୍କେଟକୁ ନେବା ମଧ୍ୟ ସମ୍ଭବ ହେଉନି। ଅପର୍ଯ୍ୟାପ୍ତ ଅମଳ ହେଉଥିବା ବେଳେ ବର୍ତ୍ତମାନ ସେମାନେ ଲକ୍ଷ୍ୟ ରଖିଛନ୍ତି 4 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏହି କ୍ଷେତରୁ ତାଙ୍କର ରୋଜଗାର ହେବ। ପ୍ରଥମ 2022ରେ ସେମାନେ ଟମାଟୋ ଚାଷ ଆରମ୍ଭ କରିଥିଲେ ଏବଂ 8 ଲକ୍ଷ ଟଙ୍କା ରୋଜଗାର ତାଙ୍କୁ ମିଳିଥିଲା ବା ଲାଭବାନ ହୋଇଥିଲେ। ସେହି ଦିନଠାରୁ ସେମାନେ ସ୍ଥିର କରିଥିଲେ ଯେ ଆମେ ଚାଷ କରିବା। ତ ନିୟମିତ ପ୍ରତିବର୍ଷ ଚାଷର ପରିବର୍ତ୍ତନ କରୁଛନ୍ତି। ଯେହେତୁ ଗୋଟିଏ ଜମିରେ ଗୋଟିଏ ପ୍ରକାର ଚାଷ କଲେ ରୋଗ ପୋକ ଲାଗିବାର ସମ୍ଭାବନା ରହିଥିବାରୁ ସେମାନେ ପ୍ରଥମେ ଟମାଟୋ, ତାପରେ କୋବି, ଏବେ 2 ବର୍ଷ ହେଲା ସେମାନେ କଞ୍ଚାଲଙ୍କାକୁ ଆପଣେଇ ନେଇଛନ୍ତି। ଯଦି ଦେଖିବା ସେମାନେ 1700 ଗ୍ରାମ ମଞ୍ଜିକୁ ବୁଣି ଜୁଲାଇ ମାସରେ ପ୍ରଥମେ ଚାରା ସୃଷ୍ଟି କରିଥିଲେ। ଜୁଲାଇ ଶେଷରେ ଚାରା ରୋପଣ କରିଥିଲେ ଏବଂ ଚଳିତ ମାସରେ ସେମାନେ ମାତ୍ର 3-4 ଦିନରେ 1 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ହେବ ବିକ୍ରି କରିସାରିଥିବା କହିଛନ୍ତି। ଯଦି ଦେଖିବା ସେମାନଙ୍କର ଚାଷ ଜୈବିକ ଚାଷ ଉପରେ ନିର୍ଭର କରୁଛନ୍ତି। କିଛି ଜଣ ରାସାୟନିକ ଯଦିଓ ବ୍ୟବହାର କରିଥିଲେ, ଏହି ବର୍ଷ ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି ସେମାନେ ଜୈବିକ ଚାଷ କରିବେ ସମସ୍ତେ। ଏ ଲଙ୍କା ଚାଷ ଆମେ ଯେତେବେଳେ ମାଆମାନେ ଚାରା ପକାଇଲେ, ସେଇଠୁ ଆମେ କ'ଣ କଲୁ, ବର୍ଷା ହେଇଗଲା। ବର୍ଷା ହେବାଠୁ ଆମେ ନିଜେ ହଳ କଲୁ, ହଳ ବୁଲେଇଲୁ, ହଳ ବୁଲେଇକି ଘାସ ଫାସ କାଟିଦେଲୁ। ତାପରେ ଲଙ୍କା ଚାରା ଲାଗିଲା। ଆଉ ଆମକୁ ବି ବହୁତ ଖୁସି ଲାଗୁଛି, ଲଙ୍କା ବହୁତ ସୁନ୍ଦର ଦେଖାଯାଉଛି। ଆଉ ଏଇଟା ମାର୍କେଟିଂରେ ବହୁତ ଭଲ ଚାଲୁଛି। 2022 ମସିହାରେ ସେଠି ଆମେ ଟମାଟୋ ଲଗାଇଥିଲୁ। ଟମାଟୋରୁ ଆମର ଲାଭ ହୋଇଥିଲା 8 ଲକ୍ଷ ଟଙ୍କା। 8 ଲକ୍ଷ ଟଙ୍କା ଯେତେବେଳେ ଲାଭ ହୋଇଥିଲା, ସେତେବେଳେ ଆମେ ଚାଷ ପ୍ରତି ଅଧିକ ଆଗ୍ରହ ହୋଇଥିଲୁ। ଆଉ କିନ୍ତୁ ଗୋଟେ ଜମିରେ ଗୋଟେ ପ୍ରକାର ଚାଷ କଲେ ତ ରୋଗ ସୃଷ୍ଟି ହୁଏ। ତେଣୁ ଆମେ ବର୍ଷକୁ ବର୍ଷ ଫସଲଟା ଚେଞ୍ଜ କରିଦେଉଛୁ। ସେମିତି ଗତ ବର୍ଷ ବି ଆମେ ଲଗାଇଥିଲୁ ଲଙ୍କା, କିନ୍ତୁ ଅଳ୍ପ ମାତ୍ରାରେ ଲଗାଇଥିଲୁ। ସେଇଠୁ ଆମେ ଗୋଟେ ପ୍ୟାକେଟରୁ ପାଇଥିଲୁ 15-16 ହଜାର। ଆଉ ସେଇଠୁ ଆମେ ଆଗ୍ରହ କଲୁ ଯେ ଲଙ୍କା ଲଗାଇବା। କିନ୍ତୁ ଏ ବର୍ଷ ଆମର ଟାର୍ଗେଟ୍ ଅଛି 4 ଲକ୍ଷ ଟଙ୍କା ଯେମିତି ଆମର ଇନକମ୍ ହେବ। ଆମର ଏଇଟା ଜୁଲାଇ 3ରୁ ଷ୍ଟାର୍ଟିଂ ହେଇଥିଲା ସାର୍। ଚାରା ପକେଇଲୁ ଆମେ ଜୁଲାଇ 3ରୁ ଜୁଲାଇ 30ରେ ଆମେ ଲଗାଇବା ପାଇଁ ଆରମ୍ଭ କଲୁ। ଆମର 8 ଏକର ଜାଗାରେ ଲଙ୍କା ଲାଗିଛି। ତାପରେ ଆମେ ଟ୍ରାକ୍ଟରରେ ତ ହଳ କରିନଥିଲୁ, ଯେହେତୁ ସେ ଟାଇମ୍ରେ ବର୍ଷା ପ୍ରବଳ ହେଉଥିଲା। ଆମର ସମସ୍ତେ ନଙ୍ଗଳରେ ହଳ କରିକି ଆମେ ଲଗାଇଥିଲୁ। ତାରେ ଆମର ଚାରା ଘର ଆମର ପ୍ରଧାନ ସାର୍ମାନେ ଟିକେ ସାହାଯ୍ୟ କରିଥିଲେ। ଚାରା ଘର ଆମର ଟୋଟାଲି ନଥିଲା। ଆମେ ତ ଏମିତି ଛୋଟ ଛୋଟ ପଲିଥିନ୍ ଯାକ କିଣିକି ସେଇଠି ଛୋଟ ଛୋଟ କୁଡ଼ିଆ ବନେଇକି ଏମିତି ଚାରା ବେଡ଼୍ କରିକି ଚାଷ ସବୁ ବର୍ଷ କରୁଥିଲୁ। କିନ୍ତୁ ଏ ବର୍ଷ ପ୍ରଧାନ ସାର୍ମାନଙ୍କୁ କହିଲାରୁ ତାଙ୍କେ ଟିକେ ବଡ଼ ଆକାରରେ ଚାରା ଘରଟା ଦେଇଛନ୍ତି। ଆଉ ସେଇଟା କରିକି ପାଣି ଜମା ହେବାରୁ ଚାରାଟା ଟିକେ ନଷ୍ଟ ହୋଇଗଲା। ତାପରେ ଆମର ଯେତିକି ଚାରା ମୂଳ ପୁଛାରୁ ରହିଲା ସେଇଟା ଆମେ ଲଗେଇକି ଆମର 8 ଏକର ଜାଗାରେ ଲାଗିଛି। ପାଣିର ସମସ୍ୟା ସାର୍, ଯଦି ଏଭେଲେବୁଲ୍ ପାଣି ହେବ କହିଲେ ଆମେ ଖରା ବର୍ଷା ଶୀତ ସବୁ ଟାଇମ୍ରେ ଚାଷ କରିବୁ। କିନ୍ତୁ ଆମର ଏଠି ଖାଲି ଶୀତ ଟାଇମ୍ରେ ଚାଷଟା ଲାଗୁଛି। ତାପରେ ଶୀତ ବର୍ଷା, କିନ୍ତୁ ଖରା ମାସରେ ଆମେ ଚାଷ କରିପାରୁନୁ। ସେଇଟା ଆମର ବହୁତ ମନ ଦୁଃଖ ରହିଯାଉଛି। ଯଦି ସରକାର ଆମକୁ ପାଣି ସୁବିଧା କରିଦେବେ କି ପାଣି ଏମିତି ବୋରିଂ କ'ଣ କରିଦେବେ କହିଲେ ଆମେ ଖରା ବର୍ଷା ଶୀତ ସବୁ 3 ଇଏର ସବୁ ଚାଷ କରିବା ପାଇଁ ପୁରା ରେଡ଼ି ଅଛୁ। ମାନେ ଏବେ ତ ଆମେ 8 ଏକର ଜାଗାରେ ଚାଷ କରୁଛୁ। ଆଗ୍ନେୟାସ୍ତ୍ର, ମହୁଲି ଅସ୍ତ୍ର, ତାପରେ ଶିବାଂଶୁ ଖତ, ଅନ୍ନପୂର୍ଣ୍ଣା, ତାପରେ ଗୋଦାବରୀ, ଏଗୁଡ଼ିକ ମିଶେଇକି ଜୈବିକ ଚାଷ କରୁଛନ୍ତି। ହଁ ସାର୍।
ତାରେ ଆଉ କେତେ ଜଣ ମା ମାନେ ରାସାୟନିକରେ କରୁଛନ୍ତି, କିନ୍ତୁ ରାସାୟନିକରେ କରିବାନି କହିକି ଆମର ଏବେ ବନ୍ଦ କରିବା କହିକି ଭାବିଛୁ, ସବୁ ଜୈବିକରେ କରିବୁ। ସେମାନଙ୍କ କଥା କହିବା କଥା ହେଲା ଯେ ଏଇ ଯେଉଁ କଞ୍ଚାଲଙ୍କା ଦାରିଙ୍ଗବାଡ଼ି ବ୍ଲକ ସମେତ ନୂଆ ଗାଁ, ବାଲିଗୁଡ଼ା ଏବଂ ଅଧିକ ଯେତେବେଳେ ଅମଳ ହେଉଛି ସେମାନେ ବାହାର ଜିଲ୍ଲାକୁ ମଧ୍ୟ ପଠାଇବା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସେମାନେ ପ୍ରୋଡ୍ୟୁସର ଗ୍ରୁପ୍ କରିଛନ୍ତି। ତ ସିଧାସଳଖ ଆମେ ସେମାନଙ୍କ ସହିତ ଆଲୋଚନା କରିଛୁ। ଆପଣମାନେ ଦେଖିବେ ଯେ କିଭଳି ଭାବେ ସେମାନଙ୍କୁ ସଫଳତା ଦେଇଛି ଏହି କଞ୍ଚାଲଙ୍କା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କନ୍ଦିବାନ୍ଧା ବୋର୍ଡ ଅଞ୍ଚଳରୁ ଅରୁଣ ସାହୁଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍। सुस्वास्थ्य मनरे खुशी भरिदिए हाईटेक मेडिकल कॉलेज एंड हॉस्पिटल भुवनेश्वर।